ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର। ରାଜ୍ୟରେ ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି କରୁଛନ୍ତି କାଉଁଡିଆ। ପ୍ରଭୁ ଲିଙ୍ଗରାଜ ବାବା ଧବଳେଶ୍ୱର ବାବା ଆଖଣ୍ଡଳମଣି ପୀଠରେ ଶତାଧିକ ଭକ୍ତ ଦେବଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି। ବୋଲବମ୍ ନାରାରେ କମ୍ପୁଛି ମନ୍ଦିର ପରିସର। ଅଧିକାଂଶ ପୀଠରେ ଗତକାଲିଠୁ ଅନେକ କାଉଁଡିଆ ପହଞ୍ଚି ସାରିଛନ୍ତି। ଶ୍ରାବଣ ପହିଲି ସକାଳରେ ମହାଦେବଙ୍କୁ ଜଳ ଲାଗି କରିଛନ୍ତି କାଉଡିଆ। ମନ୍ଦିର ମାଳିନୀ ଏକାମ୍ର କ୍ଷେତ୍ରରେ ବିଭିନ୍ନ ମନ୍ଦିରରେ ଭିଡ଼ ହୋଇଥିଲେ ବି ସବୁଠୁ ଅଧିକ ଭିଡ଼ ଲାଗି ରହିଛି ପ୍ରଭୁ ଲିଙ୍ଗରାଜଙ୍କ ପାଖରେ। ଆଜ୍ଞା ହଁ, ହଜାର ହଜାର ଶହ ଶହ କିଲୋମିଟର ଖାଲି ପାଦରେ ଚାଲି ଖରା ବର୍ଷାକୁ ଖାତିର ନକରି ମାନସିକ ବା ଆକାଂକ୍ଷା ପୂରା କରିବା ପାଇଁ ଦେବଦେବ ମହାଦେବଙ୍କୁ ଜଳ ଲାଗି କରିବାକୁ ବାହାରିଥାଏ କାଉଡିଆ। ଆଜ୍ଞା ହଁ, ତୁଣ୍ଡରେ ଥାଏ ପ୍ରଭୁ ଶିବଙ୍କ ନାମ। ବୋଲ ବମ୍ ହରର ବମ୍ ଚଟିଆ ବାବା ପାର କରେଗା। ତୁଣ୍ଡରେ ଥାଏ ପ୍ରଭୁ ଶିବଙ୍କର ପଞ୍ଚାକ୍ଷର ନାମ, ଆଉ ପଡୁଥାଏ ଝିପି ଝିପି ବର୍ଷା। ବର୍ଷାକୁ ଖାତିର ନକରି ଖାଲି ପାଦରେ ଶହ ଶହ ମାଇଲ ମାଇଲ ରାସ୍ତା ଚାଲି ଚାଲି ପ୍ରଭୁଙ୍କୁ କେମିତି ଦର୍ଶନ କରି ଜଳା ଲାଗି କରିବେ ସେ ଚିନ୍ତାରେ ଥାଏ କାଉଁଡିଆ। ସେହିପରି ଶ୍ରାବଣର ପ୍ରଥମ ସୋମବାରରେ ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ରାଜ୍ୟରେ ବିଭିନ୍ନ ସ୍ଥାନରୁ ଆଜି କଟକ ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱର କାଉଡିଆ ଲମ୍ବା ଲାଇନରେ ଅପେକ୍ଷାକାରୀ ଜଳାଭିଷେକ କରିଛନ୍ତି। ଶ୍ରାବଣର ପ୍ରଥମ ସୋମବାରରେ ମନ୍ଦିରରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ ହୋଇଛି। ଧବଳେଶ୍ୱରରେ ମନ୍ଦିରରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କାଉଡିଆ ମାନେ ପ୍ଲାଷ୍ଟିକ କଳସରେ ପାଣି ନ ଢାଳିବାକୁ ନିୟମ ରହିଛି। ବାବାଙ୍କ ମନ୍ଦିର ଖୋଲାଯାଇ 108 କଳସରେ ଜଳ ଲାଗି କରାଯାଇଥିଲା। ଆଉ ଏହାପରେ କାଉଁଡିଆ ମାନଙ୍କୁ ଜଳ ଲାଗି କରିବା ପାଇଁ ସୁଯୋଗ ଦିଆଯାଇଥିଲା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।